ମୁଁ ତତେ ବୁଲେଇ ନେବି କିଆ ବୁଦା ମୂଳ ତେଲ ମାରି ମୋଟା କରି ରଖିଛି ମୋ ଶାବଳ। ମୁଁ ତତେ ବାପା ମୁଁ ଏବେ ଶେଷ କରିଦେବି ତୋ ଖେଳ, କେତେ ମୋଟା କରି ରଖିଛୁ ଦେଖିବି ତୋ ଶାବଳ। ଶଳା ଇଏ କଣ ହେଲା? ବାପା ପବନ ଭଳିଆ ଆସିଲେ ଝଡ଼ ଭଳିଆ ଅଗା ନଗା ମାଡ଼ ଦେଇ ଚାଲିଗଲେ। ଇଲୋ ବୋଉଲୋ ମାଲୋ ମରି ଏ ଜୀବନେ ମୋ ଜୀବନେ ଟଙ୍କା ନାହିଁ କି ଟୋକି ନାହିଁ, ତେଣୁ ବଞ୍ଚିବାର ମାନେ ନାହିଁ। ଆରେ ସାଙ୍ଗ କଣ ହେଇଛି? ହତାଶିଆ ହେଇ ବସିକି ଗୀତ ଖାଲି ଗାଇ ଚାଲିଛୁ। ଆରେ ସାଙ୍ଗ କଣ କହିବି, ଘରେ ବାହାରେ ଚାରିଆଡେ ଜୀବନଟା ପୁରା ଭାଣ୍ଡୁଆ ହେଇଗଲାଣି। ଆରେ ସାଙ୍ଗ ରାଣ୍ଡୁଆ ଶୁଣିଥିଲି, ଭାଣ୍ଡୁଆ ଟା କଣ ବେ? ଆବେ ଗୋଟେ ନୂଆ ୱାର୍ଡ ଶୁଣିଲି ଆଜି। ତୁ ଆଜ୍ଞା ଏତେ କଥା ଶୁଣିବା ଦରକାର ନାହିଁ, ତୁ ମତେ ବୁଦ୍ଧି ଦେ ପଇସା କେମିତି ରୋଜଗାର କରିବା। ଓହ ଏଇ ଟେନସନ ତ, ପଇସା ରୋଜଗାର କରିବା, ଏଇଟା ଗୋଟେ କଥା। କଣ କରିବା ଆଇଡିଆ ଶୁଣୁ ସାଙ୍ଗ, ଟୋକି ବଟେଇକି ପଇସା ରୋଜଗାର କରିବା ଆଉ। ହେଲେ ପୁଅ ଏଇଟା ତୋର ବୁଦ୍ଧି ନା ଦୁର୍ବୁଦ୍ଧି ବେ? ଆରେ ମୋ କଥା ତ ଆଗ ଶୁଣୁ। ଆମେ ଦି ଜଣକ ଲାଗି ପଡିକି ଜଣକେ ପିଛା 100 ଟୋକି ପଟେଇବା। ଆଉ 100ଟା ଟୋକି ଭିତରୁ 50ଟା ଟୋକି ଯଦି ଦିନକୁ 100 ଟଙ୍କା ଦିଅନ୍ତି, ଦିନକୁ ଆମର ରୋଜଗାର କେତେ ଟଙ୍କା ହବ ଜାଣିଛୁ? କେତେ? ଦିନକୁ କେତେ ଜାଣିଛୁ? 5000। ମାସକୁ 1.5 ଲକ୍ଷ, ଆଉ ବର୍ଷକୁ 18 ଲକ୍ଷ। ଏତେ ଟଙ୍କା ତୁ ବିଜନେସରୁ ରୋଜଗାର କରିପାରିବୁ। ମାଣ୍ଡୁ ମାନଙ୍କ ସହିତ ଯେତେବେଳେ ଇଚ୍ଛା ହେଲା ଖେଳକୁ ଖେଳ କରିବୁ, ଦିନକୁ ଦିନ ପଇସା ରୋଜଗାର କରିବୁ। କି ମଜା ହବ କହିଲୁ? ମଜା ହବ ତ ଖାଲି ମଜା। ମାଜ୍ଞା କହିଲା ଟୋକି ପଟେଇବ। ତୋର ଛୋଳିପ ଯୋଉ ମୁହଁ, ଟୋକି ତ ଟୋକି, ମାଇ କୁତିଟେ ତୋ ଦ୍ୱାରା ପଟିବେନି। କହିଲା ଟୋକି ପଟେଇବ, 100 ଟୋକି, ପୁଣି ମାସକୁ 5000, ଦିନକୁ 100। ବାଳ କଥା କହୁଛି। ଆରେ ସାଙ୍ଗ ଶୁଣ, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। କଠିନ ପରିଶ୍ରମ କରିବା, ଆଣ୍ଠୁ ଗଣ୍ଠି ଛିଡେଇଦବା, ଦରକାର ପଡିଲେ ଚଡ଼ି ବି ଛିଡେଇଦବା, କିନ୍ତୁ 100 ଟୋକି ପଟେଇକି ଦେଖେଇବା। ତୁ ପେଲେଇବ ଯେମିତି କହୁଛୁ ଟୋକି ଡାକ ଚିକେନ, ଯେତେବେଳେ ଇଚ୍ଛା ହେଲା ବଜାରରୁ କିଣି ଆଣ, ରୋଷେଇ କରିକି ଖାଇଦିଅ ଆଉ। ଆମେ ସାଙ୍ଗ ଶୁଣ, ଦୃଢ ଇଚ୍ଛା ଶକ୍ତି ନେଇ ଯଦି ଆମେ କାମ କରିବା, ସଫଳତା ମିଳିବାଟା ହିଁ ସମ୍ଭବ। ସଫଳତା ଠାରୁ ଆମକୁ କେହି ଅଲଗା କରିପାରିବେ ନାହିଁ। ଖାଲି ଆମକୁ ଦିନକୁ 5ଟା ଟୋକି ପଟେଇବାର ଟାର୍ଗେଟ ନେଇ ଆଗକୁ ବଢିବାର ଅଛି। ଦିନକୁ 5ଟା ହେଲେ 20 ଦିନରେ ଆମର 100 ଟୋକି ପଟେଇବାର ଟାର୍ଗେଟ ଫୁଲଫିଲ ହେଇଯିବ। 21 ଦିନଠୁ ଇନକମ ସୁରୁ ଆଉ। ଧନ ଗେଲୁ କହି ତାକୁ କେତେ ଦିନ ବାର ଚାର କରି ବିଭିନ୍ନ କଥା କହିବା, ତାଙ୍କଠୁ କେତେବେଳେ ଇଚ୍ଛା ହେଲେ ପଇସା ଆଣିବା, ଆଉ କେତେବେଳେ ଇଚ୍ଛା ହବ ତ ତାରେ ନାରେ କରି ମଜା ନବା। କେତେ ମଜା ହବ କହିଲୁ? ପଇସାକୁ ପଇସା ଇନକମ କରିବା, ନୂଆ ଟୋକିଂ ସହିତ ହନିମୁନ କରିବା। ମଜା। ଠିକ ଅଛି, ତୁ ଯଦି ଏତେ କଥା କହୁଛୁ ତାହେଲେ ଗୋଟେ ଥର ଟ୍ରାଏ କରି ଦେଖିବା ଆଉ। ଆଚ୍ଛା କୋଉ ଦିନଠୁ କାମ ଆରମ୍ଭ କରିବା କହିଲୁ? ଶୁଭ କାମରେ ବିଳମ୍ବ କାହିଁକି? କାଲିଠାରୁ କାମ ଆରମ୍ଭ କରିଦେବା ଆଉ। ହେଲେ ଶୁଣ, ଆମକୁ 10-15ଟା ଲଭ ଲେଟର ଲେଖିବାକୁ ପଡିବ। ଥୋପ ପକଉ କୋଉ ଟୋକିଟା ଯଦି ପଟିଗଲା, ତାକୁ ଗୋଟେ କଳେଇ ବାଲେଇ କରିକି ଆଉ ଗୋଟେ ଲଭ ଲେଟର ଦେଇଗଲେ ସିନା ସେ ପଟିବ। ହଉ ତାହେଲେ ସାଙ୍ଗ, ମୁଁ ଏବେ ଘରକୁ ଯାଉଛି, ଘରକୁ ଯାଇ ବସିକି ଆଜି 10-15ଟା ଲଭ ଲେଟର ଲେଖି ପକେଇବି ଆଉ। ଏ ଶଳା ଗେହୁଲାକୁ କହିଦେଇକି ଆସିଲି ଲଭ ଲେଟର ଲେଖିବି ଯାଇକି, ହେଲେ ଶଳା କଣ ଲେଖିବି ମୁଣ୍ଡରେ ତ କିଛି ବସୁନି। ହଁ ଏମିତି ଲେଖୁଛି, ଏହା ଲେଖିବି, ମାନନୀୟ ଶ୍ରୀଯୁକ୍ତ ସୁନ୍ଦରୀ ଯୁବତୀ, ତୁମେ ମୋର ପ୍ରେମକୁ ଗ୍ରହଣ କର। ମୁଁ ତୁମ ପ୍ରେମରେ ଉବୁଟୁବୁ, ଦୟାପୂର୍ବକ ମୋ ପ୍ରେମ ଗ୍ରହଣ କରି ଓୟୋକୁ ଯିବାକୁ ରାଜି। ନା ଏଗୁଡ଼ା ଶୁଣିଲେ ଚପଲ ଖୋଲିକି ପିଟିବ। କଣ ଲେଖିବି? ହଁ ଏମିତି ଲେଖୁଛି, ମାନନୀୟ ଶ୍ରୀଯୁକ୍ତ ପରମ ସୁନ୍ଦରୀ ସ୍ୱର୍ଗର ଅପ୍ସରୀ, ତୁମ ପରି ଏକ ଚାଉଳରେ ଗଢ଼ା ଝିଅକୁ ମୁଁ ଦେଖିବା ମାତ୍ରେ ମୁଁ ପ୍ରେମରେ ତୁମର ପଡ଼ିଯାଇଛି। ଦୟାପୂର୍ବକ ମୋ ପ୍ରେମକୁ ଗ୍ରହଣ କର।
ମାନନୀୟ ସୁନ୍ଦରୀ ଯୁବତୀ ପ୍ରେମ ମୋର ଗ୍ରହଣ କର, ତମ ପ୍ରେମରେ ବୁଡ଼ି ମରିବାକୁ ଗୋଟିଏ ଚାନ୍ସ ଦିଅ। ଏ ଶଳା ଲେଖିଦେବି ତ, ଶଳା ଝିଅକୁ ଏରାକ ସବୁ ପସନ୍ଦ ଆସିବ ତ, ନା ଚପଲ ଖୋଲିକି ବହେ ଶିଖିବ? ଦେଖିବା ଯାହା ହଉଛି ହଉ, ଲେଖିଦିଏ ଆଗ। ଆରେ ସାଙ୍ଗ ଛାତି ମୋର ଧକ ଧକ ହେଉଛି, ଶଳା ଟୋକି ପଟଉ ପଟଉ ବହେ ପିଲା ଖାଇବାନି ତ? ଆରେ ସାଙ୍ଗ କିଛି ହବନି। ଆରେ ଟୋକି ପଟେଇବା ପରା ବାଁ ହାତର ଖେଳ। ଦେଖେ 100 ଟୋକି ପଟେଇବା, ତାକୁ କହିବା ଆମକୁ ଜ୍ୱର ହେଉଛି, କୋଉଦିନ ମୁଣ୍ଡ ବିନ୍ଧୁଛି, କୋଉଦିନ ଗାଣ୍ଡି ବିନ୍ଧୁଛି, ଏମିତି କହି 100 ଧରିକି ଆସିବା। ତାଙ୍କୁ ପଟି ମାରି ଖେଳ କରିବା ଆଉ କଣ। ତାପରେ ଦେଖେ ଆମ ବିଜନେସ କେମିତି ଦାଉ ଦାଉ ହେଇକି ବଢୁଛି। ଆରେ ତୁ ଲଭ ଲେଟରଟା ଆଣିଛୁ ତ? ହଁ ସାଙ୍ଗ ଆଣିଛି। मम्मी 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 भाई ओ भाई तुम मम्मी की नहीं जाओ मम्मी की पाऊनी ଆରେ ନାଇଁ ତୋ ମମିକି ଆମେ କେମିତି ଦେଖିବୁ? मम्मी तो ମାତେଲ ଆସିଥିଲି ବାଟରେ ଗୋଟେ ସୁନ୍ଦର ଦିଅ ଦେଖିଲି ତା ଧୁଲା ଦେଖୁ ତାଙ୍କୁ ମମି କୁଆଡେ ପଲେଇଲା ଆଉ ମମି କି ଖୋନ୍ଦି ଖୋନ୍ଦି ପାଉନି। ଆରେ ସାଙ୍ଗ ଇଏ କଣ କହୁଛି କିରେ? ଆରେ ସାଙ୍ଗ ଇଏ କହୁଛି ତା ମମି ସହିତ ସେ ମାର୍କେଟ ଆସିଥିଲା, ବାଟରେ କୋଉ ଝିଅଟେ ଦେଖାହେଲା, ତାର ଝୁଲା ଦେଖୁ ଦେଖା ତା ମମି କୁଆଡେ ହଜି ଯାଇଛି। ହଇରେ ଛୋରି ପୁଅ ଅଣ୍ଡାରୁ ଫୁଟିନୁ ଏବେଠୁ ଝୁଲା ଦେଖିଲୁଣି? ତୁ ଶଳାଟି ବଡ ହେଲେ ବଡ ଦୁଷ୍ଟ ହବୁ ଆଉ। ଟଙ୍କିଟା ସୁନ୍ଦର ହେଇଥିଲା ଆଉ ମୁଁ ଦେଖୁଥିଲି ଆଉ ମମି କୁଆଡେ ପଲେଇଲା ଆଉ ପାଉନି ମମି କି ଆଉ। ଆରେ ସାଙ୍ଗ ସେପଟକୁ ଦେଖେ ମାଲ ଦିଟା ମାଲ। ହରେ ସାଙ୍ଗ ଗୋଟାକୁ ତୁ ପଟେଇବୁ ଆଉ ଗୋଟାକୁ ମୁଁ ପଟେଇବି ଆଉ। ମାଇ ତମେ ଟୁକି ପଟେଇବନି କହୁଛ ନା? ଆରେ ଶଳା ତୁ ତ ବାଟରେ ଯା, ତୁ ମମିକି ଆମେ ଦେଖିନୁ, ଆମକୁ ଆମ କାମ କରିବାକୁ ଦେ। ମୁଁ କହୁଥିଲି କି ତମେ ଯଦି ଚାହିଁବ ଏଇ ଟୋକି ଜଣକୁ ପଟେଇବାରେ ମୁଁ ତମକୁ ସାହାଯ୍ୟ କରିବି। ଆବେ ତୁ କଣ ସାହାଯ୍ୟ କରିବୁ ଆମକୁ? ଆରେ ଭାଇ ତମେ ଡାଇରେକ୍ଟ ଯାଇକି କହିବାକୁ ଦଉଥିବ ଆଉ ତମେ ଯାହା କହିବ ମୁଁ ଯାଇକି ଦିଅ ତାକୁ କହିଦେବି ଆଉ ତମର ସେ ପଟିଯିବେ ଆଉ ତାପରେ ତମେ ତ କୁ ନେଇ ଖେଳ କରିବ ଆଉ ଖେଳ ଆଉ। ଆରେ ସାଙ୍ଗ ଇଏ ବଢିଆ କଥା କହୁଛି, ସାପ ମରିବ ହେଲେ ବାଡି ଭାଙ୍ଗିବନି, ଆମକୁ କହିବାକୁ ପଡିବନି, ଆମେ ଯାହା କହିବା ସେ ଯାଇକି ତାକୁ କହିଦବା ଆଉ ଟିକୁଚିଟାକୁ ସାଙ୍ଗେ ସାଙ୍ଗେ ପଟିଯିବେ ଆଉ। ହେଲେ ଭାଇ ଗୋଟେ କଥା, ତମେ ମତେ 100 ଟଙ୍କା ଦବ, ଯଦି ନ ଦବ ମୁଁ ଯାଇକି ତାଙ୍କ ଆଗରେ କିଛି କହିବିନି। ହଁ ହଁ ମୁଁ ତତେ 100 ଟଙ୍କା ଦେବି। ଏଇ ଯୋଉ ରିବନ ପିନ୍ଧିଛି ମୁଣ୍ଡରେ ତାକୁ ଯାଇ କହିବୁ, ଏଇ ଯୋଉ ରେଡ କଲର ଟି ସାର୍ଟଟା ଯେ ପିନ୍ଧିଛି ତମ ପ୍ରେମରେ ସେ ପୁରା ଉବୁଟୁପୁ, ତମକୁ ସେ ବହୁତ ଭଲ ପାଏ, ସେ କଣ କହୁଛି ମତେ ଆସିକି କହିବୁ ଆଉ। 100 ନା ତତେ ଗୋଟେ ବାଟେ ଦେବି, ଛୋଡ଼ି ପୁଅ କହିଲା 100 ଟଙ୍କା। ଅୟ ଭାଇ ମତେ କଣ ଗାଲି କଲୁଛ? ମତେ କାଇଁ ସେମିତି ସେମିତି ଶୁଭିଲା। ଆରେ ନାଇଁ ମୁଁ ତତେ କାହିଁ ଗାଳି କରିବି, ତୁ ଯାହା ତୋ କାମରେ ଲାଗି ପଡେ। ଗୋଇଁତଳ ଗନ୍ଧ ଟୋକା ମତେ ଭାବୁଛି ବୋକା ତୋତା, ମତେ ମାଗଣା ମାଗଣା ଟୋକି ପଟେଇବାରେ ସାହାଯ୍ୟ କରିବି ମୁଁ ତାକୁ ନାହିଁ। ରହରେ ଟୋକା ତତେ ଦଉତି ପାନେ। ହ୍ୟାଲୋ ଦିଦି ନମସ୍ତେ। ଆରେ ପୁଅ କହ କହ। ଦିଦି ସେଇଠି ଯୋଉ ନାଲି ସାତଟା ପିନ୍ଧିକି ବତିନି ଟୋକାଟା କହୁଛି ତମକୁ ସେ ବହୁତ ଭଲ ପାଉଛି। ସେକି ନୁହଁ ଦିଦି ଆହୁରି କହୁଛି ତମେ ଯଦି ଦାଦି ହେଇଥିବ ତମକୁ ଅୟନେଇ ଖେଳ କରିବ ଖେଳ। ସେ ଶଳା ମାଙ୍କଡ ମୁହାଁକୁ କହିଦବୁ, ସେ ମତେ ଚିହ୍ନିନି, ତା ଗାଣ୍ଡରେ ଏମିତି ବମ୍ବୁ ପୁରେଇବି ଭିଡୁଥିଲେ ବି ବାହାରିବନି। ଆରେ ଟୋକି କଣ କହିଲା ବେ? ତୋତି କହିଲା ତମେ ତାକୁ ଧୋକା ଦବନି ତ, ଆଉ ଧୋକା ଦେଇଦବ ଯଦି ତା ମନ ଭାଙ୍ଗିଯିବ। ଆରେ ନାଇଁ ନାଇଁ ମୁଁ କାହିଁ ତାକୁ ଧୋକା ଦେବି, ତାକୁ ମୋ ଜୀବନଠୁ ଅଧିକ ଭଲ ପାଇବି। ତୁ ଯାଇକି ତାକୁ କହିଦେ ମୁଁ ତାକୁ ତ ମୋ ଜୀବନଠୁ ଅଧିକ ଭଲ ପାଇବି। ହଉ ହଉ ଏବେ ଯାଇ ତାକୁ ପତେଇ ଦଉତି। ଦିଦି ଦିଦି ସିଏ କହିଲା ସିଏ ଏମିତି କେତେ ଧମକ ପାଇଛି କେତେ ଟୋକିଛୁ ଆଉ ତମକୁ କିଛି ନୁହଁ, ତମେ ଯଦି ରାଜି ହବନି ତମକୁ ସେ ଉଠେଇ ନେଇଯିବ। ବାରିପଡା ଏମିତି କହିଲା, ତାକୁ କହିଦେ ତା ଗାଣ୍ଡରେ ଦମ ଅଛି, 2 ମିନିଟ ଅପେକ୍ଷା କରିବ। ସେ କାହା ସହିତ ପଙ୍ଗା ନେଇଛି ଜାଣିନି ଆଉ, ତା ଖାଲି କହ 2 ମିନିଟ ଅପେକ୍ଷା କରିବ। ହଉ ହଉ ଦିଦି ତାକୁ ଯାଇକି କହିଦଉତି। ସେ କହିଲେ 2 ମିନିଟ ମତେ ସମୟ ଦିଅ, ମୁଁ ଭାବୁଛି ତାପରେ ଯାହା କହିବି।
ଆଉ ତାହେଲେ ବଢିଆ ହେଲା ଆଉ ଏଇଟା ନେ ଏଇ ଲଭ୍ ଲେଟରଟା ନେ ତାକୁ ଦେଇଦବୁ ଆଉ କହିବୁ ମୁଁ ରାତି ସାରା ବହୁତ ଭାବିଚିନ୍ତି ଲଭ୍ ଲେଟରଟା ତା ପାଇଁ ଲେଖିଛି ଆଉ ସେ ମୋ ପ୍ରେମକୁ ଗ୍ରହଣ କରୁ ମୁଁ ତାକୁ ବହୁତ ଭଲରେ ରଖିବି। ଦିଦି ଦିଦି ଏ ଲଭ୍ ଲେଟର ତମକୁ ଦେଇତି ଆଉ କହିଲା ଏଇ ଲଭ୍ ଲେଟର ଗୋଟେ ଥର ତମେ ପଢିଦେଲେ ତା ପ୍ରେମରେ ତମେ ପଲିଯିବ। ସେଇ ଲଭ୍ ଲେଟର ଦେଇକି କେତେ ଟୋକିକୁ ସହିତ ଖେଳ କଲିଛି ଆଉ ତମେ କି ଟୋକି। ତୁ ସେଇ ରହିଜଳାକୁ କହିଦେ ଆଉ ଟିକେ ସମୟ ଅପେକ୍ଷା କରିବ ତାର ବଡ କଥା ତାର ହଉ ଦିଦି କହିଦଉତି ସେ ଆରେ ଟୋକା କହିଲେ ସେ ତମେ ଝିଅ 2 କଣ ମିନିଟ୍ କହିଲା ଆଉ ଅପେକ୍ଷା କାହା କର ସହିତ କଥା ତାଙ୍କ ହଉଛି? ପୁରୁଣା ବୟଫ୍ରେଣ୍ଡ ଯୋଉ ନାହିଁ କି ତା ସହିତ ବେକପ କହିକି ତମ ସହିତ ଲଭ୍ ଚକରେ ଚଲେଇବେ ଆଉ ସେ କହିଲେ ଟିକେ ଅପେକ୍ଷା କର। ହ୍ୟାଲୋ ଭାଇ ଆଉ ଟିକେ ପାର୍କ ଛକକୁ ଆସିଲୁ ଏ ଗୋଟେ ଟୋକାଟେ ମତେ ଲଭ୍ ଲେଟର ଦଉଛି ଆଉ ଇଆଡୁ ସିଆଡୁ ଗୋଟେ କହୁଛି ଲାଇନ ମାରୁଛି ହଇରାଣ କରୁଛି। ରହରେ ପୁଅ ରହ ତୋ ପ୍ରେମ ଭୂତ ଛଡଉଛି ରହ। ଆରେ ସାଙ୍ଗ ମତେ କାଇଁ ଗଡବଡ ଲାଗୁଛି। ଆରେ ଝିଅଟା କଣ ଆମ ଆଡେ ରାଗିକି ଇଆଡୁ ସିଆଡୁ କଣ କହିଲା ଭଳିଆ ଲାଗୁଛି। ଆରେ ନାଇଁ ସାଙ୍ଗ ପୁରୁଣା ବୟଫ୍ରେଣ୍ଡ ସାଙ୍ଗରେ ସେ ବେକବ କଲା ନା ସିଏ କଣ କହିଥିବ ହେଇଥିପାଇଁ ରାଗି ଯାଉଛି ଆଉ। ଓହୋ ହଁ ସତ କଥା ଏମିତି କିଛି ହେଇଥିବ ତାହେଲେ ଆଉ। କିଏ ତତେ ଖରାପ ବ୍ୟବହାର କଲା କହିଲୁ? ଭାଇ ସେଇ ଯୋଉ ଆଗରେ ବସିନାହାନ୍ତି ହେଇ ଯୋଡ଼ାକ ଟୋକା ଭିତରୁ ଗୋଟେ। ଆରେ ଟୋକା ତୁ ମୋ ଭଉଣୀକୁ ଖରାପ ବ୍ୟବହାର କଲୁ ତାକୁ ଲଭ୍ ଲେଟର ଦେଇଛୁ। ନା ନା ଭାଇ ମୁଁ ଭଲ ପିଲାଟା ମୁଁ କାଇଁ କଣ କରିବି ମୁଁ ଏଠି ତ ତୁଣ୍ଟା ନେଇକି ବସିଛି ଆଉ ତମେ ପଚାରୁନ ତମ ଭଉଣୀକି ମୁଁ କାଇଁ ଖରାପ ବ୍ୟବହାର କରିବି। ଓ ତାହେଲେ ତୁ ଶଳାଟି ଖରାପ ବ୍ୟବହାର କରିଛୁ ଆଉ ଜଣା ପଡିଗଲା ଆଉ। ହଁ ହଁ ଭାଇ ସେ ଯୋଉ ନାଲି ଗଞ୍ଜି ପିନ୍ଧିଛି ସେ ଟୋକା ମତେ ଖରାପ ବ୍ୟବହାର କଲା ଲଭ୍ ଲେଟର ଦେଇଛି ଆଉ। ତୋ ଭଳିଆ କେତେ ଟୋକାଙ୍କୁ ମୁଁ ସାଇଜ କରିଦେଇଛି ତତେ ଲାଷ୍ଟ ଥର ୱାର୍ଣ୍ଣିଂ ଦେଇକି ଛାଡି ଦଉଛି ଆଉ କେତେବେଳେ ମୋ ଭଉଣୀକୁ କହିବୁ ତ ସିଧା ଫାଡ଼ିଦେବି। ଭାଇ ନା ଆଉ କେବେ କିଛି କହିବିନି ତମ ଭଉଣୀକି। ଆ ଭଉଣିଆ ଆ ଯିବା ଘରକୁ। ନାମ ନେଲୁତି ପୁଅ ମତେ ଗାଲି କଲୁଥିଲୁ ମୋ ଦ୍ୱାରା ମାଗନା ଟୋକି ପତେଇଦେ ବୋଲି କହୁଥିଲୁ ନାମ ନେ ଏବେ ନାମ ନେ। ହେଇଟି ମୁଁ ତତେ କୁଆଡେ କୁଆଡେ ଖୋଜିଲିଣି ଆ ଘରକୁ ଆ ମୁଁ କେତେ ତତେ ଖୋଜିଲିଣି ତୁ ଆସିକି ଏଇଠି। ହଁ ମମି ତାଲ ଘରକୁ ପଲେଇବା। ଆରେ ସାଙ୍ଗ ଇଏ କଣ ହେଇଗଲା ରେ ଆରେ ଟୋକିକି ତ ଆମେ ଯେମିତି କିଛି କହିନେ ଏମିତି କଣ ଏଇ ଟୋକା କହିଲା ଯେ ସେ ବହେ ଛେଚିଲେ କିରେ ମୁଁ ଠିଆ ହେଇପାରୁନି ରେ ଲୋ ବୋଲ।